ବନ୍ଧୁଗଣ, ପବିତ୍ର ଅକ୍ଷୟ ତୃତୀୟା ଦିନ ଆପଣ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଖାଇ ନିଅନ୍ତୁ, ଯାହାଫଳରେ ସମ୍ପୂର୍ଣ୍ଣ ବର୍ଷ ସାରା ଆପଣଙ୍କ ଗୃହରେ ଧନର ବର୍ଷା ହେବ। ବନ୍ଧୁଗଣ, ପ୍ରତ୍ୟେକ ବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟ ତିଥିକୁ ଆମେମାନେ ଅକ୍ଷୟ ତୃତୀୟା ଭାବେ ପାଳନ କରିଥାଉ। ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଆପଣ ଯେଉଁ ଦାନ କରିଥାନ୍ତି, ଯେଉଁ ଧର୍ମ କରିଥାନ୍ତି ଏବଂ ଯେଉଁ ବସ୍ତୁର ସେବନ ଆପଣ କରିଥାନ୍ତି, ତାହା ଆପଣଙ୍କୁ ଅକ୍ଷୟ ପୁଣ୍ୟ ଫଳ ପ୍ରଦାନ କରିଥାଏ। ବନ୍ଧୁଗଣ, ଅକ୍ଷୟ ତୃତୀୟା ଦିନ ଦାନ, ଧର୍ମ, ସ୍ନାନ ଇତ୍ୟାଦିର ବହୁତ ଅଧିକ ମହତ୍ଵ ରହିଥାଏ। ଅକ୍ଷୟ ତୃତୀୟା ଦିନ ସୁନା ରୂପାର ଗହଣା, ବସ୍ତ୍ର ଇତ୍ୟାଦି କିଣାକିଣି କରିବା ଅତ୍ୟନ୍ତ ଶୁଭ ମାନାଯାଏ। ଏହି ଦିନ ଆପଣ ଯେଉଁ କାର୍ଯ୍ୟ କରିଥାନ୍ତି ତାହା ଆପଣଙ୍କୁ ଶୁଭ ଏବଂ ଅକ୍ଷୟ ଫଳ ପ୍ରଦାନ କରିଥାଏ। ଏହି ଦିନ ଯୁଧିଷ୍ଠିରଙ୍କୁ ଅକ୍ଷୟ ପାତ୍ରର ପ୍ରାପ୍ତି ହୋଇଥିଲା। କେବଳ ଏହି ଦିନ ହିଁ ବୃନ୍ଦାବନର ବାଙ୍କେ ବିହାରୀଙ୍କର ଚରଣ ଦର୍ଶନ ହୋଇଥାଏ। ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁ ପରଶୁରାମ ଅବତାର ନେଇଥିଲେ। ଅକ୍ଷୟ ତୃତୀୟା ଦିନ ଭଗବାନ ବଦ୍ରୀନାଥଙ୍କର ଦ୍ୱାର କବାଟ ମଧ୍ୟ ଖୋଲା ଯାଇଥାଏ। ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି ମାନା ଯାଇଥାଏ। ତ ବନ୍ଧୁଗଣ, ଚଳିତ ବର୍ଷ ଅକ୍ଷୟ ତୃତୀୟାର ପର୍ବଟି 20 ଏପ୍ରିଲ ସୋମବାର ଦିନ ପାଳନ କରାଯିବ। ଅକ୍ଷୟ ତୃତୀୟା ଦିନ ସ୍ତ୍ରୀ ଲଗ୍ନରେ ପୂଜା ପାଠ କରିବା ସବୁଠାରୁ ଶ୍ରେଷ୍ଠ ବୋଲି ମାନା ଯାଇଥାଏ। ଏହି ଦିନ ଆପଣ ଦାନ ଧର୍ମ କରିପାରିବେ, ନୂଆ ଜିନିଷ ଆପଣ କିଣାକିଣି କରିପାରିବେ, ନୂତନ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ ଆପଣ ଏହି ଦିନ ଠାରୁ କରିପାରିବେ, ଯେମିତିକି ନୂତନ ଘରର ଭୂମି ପୂଜନ, ନୂତନ ଗୃହ ନିର୍ମାଣ କାର୍ଯ୍ୟ, ଗୃହ ପ୍ରବେଶ କାର୍ଯ୍ୟ, ନୂତନ ଯାନବାହନ କିଣାକିଣି କରିବା କିମ୍ବା ଆଭୂଷଣ କିଣିବା ପାଇଁ ମଧ୍ୟ ଅକ୍ଷୟ ତୃତୀୟାର ଦିନଟିକୁ ସର୍ବଶ୍ରେଷ୍ଠ ବୋଲି ମାନା ଯାଇଥାଏ। ଅକ୍ଷୟ ତୃତୀୟା ଦିନ ବିବାହ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ବିବାହ କରିଥିବା ଦମ୍ପତି ମାନଙ୍କର ଜୀବନ ବହୁତ ହିଁ ସୁଖମୟ ହୋଇଥାଏ। ଏହା ବ୍ୟତୀତ ଅକ୍ଷୟ ତୃତୀୟା ଦିନ ଦାନ ପୁଣ୍ୟ କରିବାକୁ ମଧ୍ୟ ବହୁତ ଅଧିକ ମହତ୍ଵ ଦିଆଯାଇଥାଏ। ଏହି ଦିନ ଆପଣ ଯାହା ବି କିଛି ଦାନ କରିବେ ତାହାର ଫଳ ଆପଣଙ୍କ ପାଇଁ ଅକ୍ଷୟ ହେବ। ଅକ୍ଷୟର ଅର୍ଥ ହେଉଛି ଯାହା କେବେ କ୍ଷୟ ହୋଇନଥାଏ। ଅକ୍ଷୟ ତୃତୀୟା ଦିନ ଦାନ ପୁଣ୍ୟ କରିବା ଫଳରେ ଆପଣଙ୍କ ଜୀବନରୁ ସମସ୍ତ ପାପ ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଅକ୍ଷୟ ତୃତୀୟା ଦିନ ଯଦି ଆପଣ ଅନ୍ନ ଦାନ କରନ୍ତି, ମିଶ୍ରି ଦାନ କରନ୍ତି କିମ୍ବା ରାଶିର ଦାନ କରନ୍ତି, ଜଳ ଦାନ କରନ୍ତି, ଘିଅ ଦାନ କରନ୍ତି, ତ ଆପଣଙ୍କୁ ବହୁତ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଯେଉଁ ବ୍ୟକ୍ତି କନ୍ୟା ଦାନ କରିଥାନ୍ତି ତାଙ୍କର ଜନ୍ମ ଜନ୍ମାନ୍ତରର ସମସ୍ତ ପାପ ନଷ୍ଟ ହୋଇଯାଇଥାଏ। ଏହି ଦିନ ବିଶେଷ ରୂପରେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ବ୍ରାହ୍ମଣ ଭୋଜନ କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ଫଳପ୍ରଦ ହୋଇଥାଏ। ଦୁଃଖୀ ଦରିଦ୍ର ବ୍ୟକ୍ତିମାନଙ୍କୁ ଆପଣ ଏହି ଦିନ ଭୋଜନ ଦାନ କରାଇ ପାରିବେ। ଏହା ବ୍ୟତୀତ ପବିତ୍ର ଅକ୍ଷୟ ତୃତୀୟା ଦିନ ଆପଣ ଫଳ ଦାନ ମଧ୍ୟ କରିପାରିବେ। ଏହା ବି ଆପଣଙ୍କୁ ପୁଣ୍ୟ ଫଳ ପ୍ରଦାନ କରାଇଥାଏ। ବନ୍ଧୁଗଣ, ଅକ୍ଷୟ ତୃତୀୟା ଦିନ ଯଦି ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି ତ ଆପଣଙ୍କ ପାଇଁ ଏହା ଅଧିକ ଶୁଭ ଫଳ ପ୍ରଦ ହୋଇଥାଏ। କେବଳ ଅକ୍ଷୟ ତୃତୀୟା ଦିନ ହିଁ ନୁହେଁ, ଯଦି ଆପଣ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି ତ ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ। କିନ୍ତୁ ଶୁଭ ଦିନ ମାନଙ୍କରେ ଶୀଘ୍ର ଉଠିବା ସର୍ବଦା ଶୁଭ ହୋଇଥାଏ। ତ ବନ୍ଧୁଗଣ, ଅକ୍ଷୟ ତୃତୀୟା ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯାଆନ୍ତୁ ଏବଂ ନିଜର ସ୍ନାନ କାର୍ଯ୍ୟ କରିନିଅନ୍ତୁ। ତେବେ ଏହି ଦିନ ପବିତ୍ର ଜଳରେ ସ୍ନାନ କରିବାକୁ ଅତ୍ୟନ୍ତ ମହତ୍ଵ ଦିଆଯାଇଥାଏ।
ଯଦି ଆପଣ ଏହି ଦିନ ପବିତ୍ର ନଦୀରେ ସ୍ନାନ କରନ୍ତି ତ ଆପଣଙ୍କୁ ଅକ୍ଷୟ ପୁଣ୍ୟ ଫଳର ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କ ଘର ନିକଟରେ ସେମିତି କିଛି ସୁବିଧା ନାହିଁ ତ ଆପଣ ନିଜର ସ୍ନାନ ଜଳରେ କିଛି ମାତ୍ରାରେ ଗଙ୍ଗା ଜଳ ମିଶାଇ ମଧ୍ୟ ସ୍ନାନ କରିପାରିବେ। ତ ଅକ୍ଷୟ ତୃତୀୟା ଦିନ ଆପଣ ସ୍ନାନ କରିସାରିବା ପରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଆପଣ ମିଠା ଜଳ ଅର୍ପଣ କରିବେ। ଏହାପରେ ଘରର ଦ୍ୱାର ସମ୍ମୁଖରେ ଜଳ ଛିଞ୍ଚି ଆପଣ ରଙ୍ଗୋଲି ପକାଇବେ। ମୁଖ୍ୟ ଦ୍ୱାରରେ ଦୀପ ପ୍ରଜ୍ୱଳନ କରିବେ। ସନ୍ଧ୍ୟା ସମୟରେ ମଧ୍ୟ ଅକ୍ଷୟ ତୃତୀୟା ଦିନ ଆପଣ ଘରର ଦ୍ୱାର ମୁହଁରେ ଦୀପ ଜଳାଇବେ। ଏହି ଦିନ ଆପଣ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବେ। ହଳଦୀ ଏବଂ ଚାଉଳକୁ ଗଳାଇ ତାହାକୁ ଆପଣ ଘରର ସମସ୍ତ କୋଠରୀରେ ଛିଞ୍ଚନ କରନ୍ତୁ ଏବଂ ଏହି ଦିନ ଆପଣ ଗୋଟିଏ ନଡ଼ିଆକୁ ନାଲି କପଡ଼ାରେ ବାନ୍ଧି ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ତ ଆପଣଙ୍କୁ ଯଦି ଲଘୁ ନଡ଼ିଆ ମିଳୁଛି ତ 11ଟି ଲଘୁ ନଡ଼ିଆକୁ ଆପଣ ନାଲି କପଡ଼ାରେ ବାନ୍ଧି ନିଜର ଧନ ରଖୁଥିବା ସ୍ଥାନରେ ରଖନ୍ତୁ। କିମ୍ବା ଆପଣଙ୍କୁ ଯଦି ଏହା ଆଖିବାଲା ନଡ଼ିଆ ମିଳିଯାଉଛି ତ ଏହା ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ହୋଇଥାଏ, କାରଣ କେବଳ ଭାଗ୍ୟବାନ ବ୍ୟକ୍ତିଙ୍କୁ ହିଁ ଏକ ଆଖିବାଲା ନଡ଼ିଆ ମିଳିଥାଏ। ତ ଆପଣଙ୍କୁ ଯଦି ଏକ ଆଖିବାଲା ନଡ଼ିଆ ମିଳିଯାଉଛି ତ ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ତେଣୁ ଏହି ନଡ଼ିଆକୁ ଆପଣ ନାଲି କପଡ଼ାରେ ଗୁଡ଼ାଇ ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ବ୍ୟତୀତ ପବିତ୍ର ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀ, ଶ୍ରୀ ବିଷ୍ଣୁ ଏବଂ କୁବେର ଦେବତାଙ୍କର ବିଶେଷ ରୂପରେ ପୂଜାର୍ଚ୍ଚନା କରିବା ଦ୍ୱାରା ଆପଣଙ୍କୁ ସିଦ୍ଧି ପ୍ରାପ୍ତ ହୋଇଥାଏ, ଯାହା ଫଳରେ ଆପଣଙ୍କର ଧନ ସମ୍ପତ୍ତିର ଅଭିବୃଦ୍ଧି ହୋଇଥାଏ। ଆପଣଙ୍କ ଗୃହରେ ଧନ ଆସିବାକୁ ଲାଗିଥାଏ। ବିଭିନ୍ନ ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ କନକ ଧାରା ସ୍ତୋତ୍ର ଶ୍ରୀ ସୂକ୍ତର ପାଠ କରିବା ଉଚିତ। ଅକ୍ଷୟ ତୃତୀୟା ଦିନ ଯଦି ଆପଣ ମା ଲକ୍ଷ୍ମୀଙ୍କର କିଛି ମନ୍ତ୍ରର ଜପ କରନ୍ତି ତ ଆପଣଙ୍କୁ ଅକ୍ଷୟ ପୁଣ୍ୟ ଫଳର ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ଆପଣ ଅନ୍ୟ ଦେବାଦେବୀ ମାନଙ୍କର ମନ୍ତ୍ର ମଧ୍ୟ ଜପ କରିପାରିବେ। ବନ୍ଧୁମାନେ, ଅକ୍ଷୟ ତୃତୀୟା ଦିନ ଆପଣମାନେ ସମସ୍ତ ଖରାପ କାର୍ଯ୍ୟଠାରୁ ଦୂରେଇ ରହିବା ଉଚିତ, ଯେମିତି ଆପଣଙ୍କ ପାଇଁ କାହାକୁ କଷ୍ଟ ନ ହୁଏ, ସେଥିପ୍ରତି ଆପଣ ଧ୍ୟାନ ରଖିବା ଉଚିତ। ବନ୍ଧୁମାନେ, ଅକ୍ଷୟ ତୃତୀୟାର ଦିନଟି ସୁନା ଚାନ୍ଦି କିଣିବା ପାଇଁ ଏକ ବିଶେଷ ଦିନ ହୋଇଥାଏ। ତେବେ ବନ୍ଧୁମାନେ, ଏହା ସହିତ ପବିତ୍ର ଅକ୍ଷୟ ତୃତୀୟା ଦିନଟି ଆପଣ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଖାଇନେବେ। ଏହାକୁ ଖାଇବା ଦ୍ୱାରା ସମ୍ପୂର୍ଣ୍ଣ ବର୍ଷ ସାରା ଆପଣଙ୍କୁ ଧନର ଅଭାବ ହେବ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷଟି କଣ ଅଟେ। ବନ୍ଧୁମାନେ, ଅକ୍ଷୟ ତୃତୀୟା ଦିନ ଆପଣ ଛତୁଆ ନିଶ୍ଚିତ ଭାବରେ ଖାଇବେ। ଅକ୍ଷୟ ତୃତୀୟା ଦିନ ଛତୁଆ ଖାଇବାକୁ ବିଶେଷ ମହତ୍ଵ ଦିଆଯାଇଥାଏ। ବନ୍ଧୁମାନେ, ଏହି ଦିନ ଅନେକ ସାରା ଦୁର୍ଲଭ ସଂଯୋଗ ବନୁଛି। ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ଯୋଗ ଅକ୍ଷୟ ତୃତୀୟା ଦିନ ନିର୍ମାଣ ହେଉଛି। ସେଥିପାଇଁ ଏହି ଦିନରେ ଛତୁଆ ଖାଇବାକୁ ସର୍ବଶ୍ରେଷ୍ଠ ମାନାଯାଏ। ଏହି ଦିନ ଆପଣ ଛତୁଆ ଦାନ ମଧ୍ୟ କରିପାରିବେ। ଏହି ଦିନ ଆପଣ ମିଠା ଛତୁଆର ସେବନ କରିବେ। ଏହି ଦିନ ଆପଣ ଫଳାହାର କରିବା ମଧ୍ୟ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଯେଉଁ ଫଳ ଗୁଡ଼ିକରେ ଜଳର ମାତ୍ରା ଅଧିକ ରହିଥାଏ, ସେହି ଫଳ ଗୁଡ଼ିକ ଆପଣ ଏହି ଦିନ ସେବନ କରିବା ଉଚିତ। ଏହି ଜିନିଷ ଗୁଡ଼ିକ ଆପଣ ଅକ୍ଷୟ ତୃତୀୟା ଦିନ ଖାଇବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଗୃହରେ ଧନ ସମ୍ପତ୍ତିର ବୃଦ୍ଧି ହେବ। ଆପଣଙ୍କୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ ନାହିଁ। ଚତୁର୍ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ।
ତ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରିବା ପାଇଁ ଆପଣ ଏହି ଦିନ ଛତୁଆର ସେବନ ନିଶ୍ଚିତ ଭାବରେ କରନ୍ତୁ। ବନ୍ଧୁମାନେ, ମା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚାଉଳର କ୍ଷୀରି। ତ ଏହି ଦିନ ଆପଣ ନିଶ୍ଚିତ ଭାବରେ ଘରେ ଚାଉଳର କ୍ଷୀରି ବନାନ୍ତୁ ଏବଂ ଏହାକୁ ମା ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲଗାନ୍ତୁ। ତାପରେ ଏହି କ୍ଷୀରିକୁ ଆପଣ ସପରିବାର ସହିତ ମିଳିମିଶି ସେବନ କରନ୍ତୁ। ଏହି ଦିନ ଆପଣ ନିଜ ଘରେ କ୍ଷୀରି ବନାଇ ମା ଲକ୍ଷ୍ମୀଙ୍କ ନିକଟରେ ଭୋଗ କରି ଏହାକୁ ପରିବାର ସହିତ ଖାଇବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ, ଏହି ସବୁ ଜିନିଷକୁ ଆପଣ ଅକ୍ଷୟ ତୃତୀୟା ଦିନ ନିଶ୍ଚିତ ଭାବରେ ଖାଇବେ। ଏହା ସହିତ ଅକ୍ଷୟ ତୃତୀୟା ଦିନ ଏପରି କିଛି କାର୍ଯ୍ୟ ରହିଛି ଯେଉଁ କାର୍ଯ୍ୟ ଗୁଡ଼ିକ ଆପଣ ଭୁଲରେ ମଧ୍ୟ ଅକ୍ଷୟ ତୃତୀୟା ଦିନ କରିବା ଉଚିତ ନୁହେଁ। ଯଦି ଅକ୍ଷୟ ତୃତୀୟା ଦିନ ଆପଣ ଏହି ସବୁ କାର୍ଯ୍ୟ ଗୁଡ଼ିକ କରୁଛନ୍ତି ତ ଆପଣଙ୍କୁ ମା ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥାଏ। ତ ଏହି କାର୍ଯ୍ୟଠାରୁ ଆପଣ ଅକ୍ଷୟ ତୃତୀୟା ଦିନ ଯେତେ ପାରିବେ ତେବେ ପ୍ରଥମେ ଏହି ଦିନ ଆପଣ ଚେଷ୍ଟା କରିବେ ଯେମିତି ଆପଣଙ୍କ ପାଇଁ କାହା ମନରେ କଷ୍ଟ ନ ହୁଏ। ଏହି ଦିନ କାହାକୁ ବି ଆପଣ ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ। ଏହି ଦିନ ଆପଣ ନିଜର ଗୁରୁ ଗୁରୁଜନ ସମସ୍ତଙ୍କୁ ପ୍ରଣାମ କରି ସମସ୍ତଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଚେଷ୍ଟା କରିବେ। କାହାକୁ କଟୁ ବଚନ କହିବେ ନାହିଁ କିମ୍ବା କାହାର ମନ ମାନ ସମ୍ମାନରେ ଆଞ୍ଚ ଆସିଲା ଭଳି କୌଣସି କାର୍ଯ୍ୟ ମଧ୍ୟ କରିବେ ନାହିଁ କିମ୍ବା ମନରେ କୌଣସି ପ୍ରକାରର ନକାରାତ୍ମକ ବିଚାର ମଧ୍ୟ ଆଣିବେ ନାହିଁ। କାରଣ ଏହି ଦିନ ଯଦି ଆପଣ ଏହିଭଳି କିଛି କର୍ମ କରନ୍ତି ତେବେ ଆପଣ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଶିକାର ହୋଇପାରନ୍ତି, ଯାହା ଫଳରେ ଅନେକ ଜନ୍ମ ପର୍ଯ୍ୟନ୍ତ ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ଦ୍ୱିତୀୟରେ, ଆପଣ ଅକ୍ଷୟ ତୃତୀୟା ଦିନ ସମ୍ପୂର୍ଣ୍ଣ ସାତ୍ୱିକ ଭୋଜନ ଆହରଣ କରନ୍ତୁ। ଏହି ଦିନ ଯଦି ଆପଣ ମାଂସ, ମଦ, ପିଆଜ, ରସୁଣ ଏହିଭଳି ଭୋଜନ ଆହରଣ କରନ୍ତି ତେବେ ଆପଣ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଶିକାର ହୋଇଥାନ୍ତି ଏବଂ ଏହା ଫଳରେ ଆପଣଙ୍କର ଧନ ହାନି ହେବାର ମଧ୍ୟ ସମ୍ଭାବନା ରହିଥାଏ। ତୃତୀୟରେ, ଆପଣ ଅକ୍ଷୟ ତୃତୀୟା ଦିନ ଚୋରି, ଦୁର୍ବ୍ୟବହାର, ଜୁଆ, ମିଥ୍ୟା କହିବା ଏଭଳି ଖରାପ କାର୍ଯ୍ୟରୁ ବଞ୍ଚିତ ରୁହନ୍ତୁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଅର୍ଜିତ ଧନର ନାଶ ହୋଇଥାଏ ଏବଂ ଆପଣଙ୍କୁ ପାପର ଭାଗୀ ମଧ୍ୟ ହେବାକୁ ପଡ଼ିଥାଏ। କାରଣ ଏହି ଦିନ ପୁଣ୍ୟର ଫଳ ଯେପରି ଅକ୍ଷୟ ହୋଇଥାଏ, ପାପର ଫଳ ମଧ୍ୟ ସେହିପରି ଅକ୍ଷୟ ହୋଇଥାଏ। ସେଥିପାଇଁ ଯେ କୌଣସି କାର୍ଯ୍ୟ କରୁଛନ୍ତି ତା ପୂର୍ବରୁ 100 ଥର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଚତୁର୍ଥରେ, ଅକ୍ଷୟ ତୃତୀୟା ଦିନ ନିଜର ପୂଜା ଘର, ନିଜର ଟ୍ରେଜେରୀ, ଐଶାନ୍ୟ କୋଣ ଏବଂ ନିଜର ଦ୍ୱାରଗୁଡ଼ିକୁ ଭଲ ଭାବରେ ପରିଷ୍କାର କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ଦିନ ଯେମିତି ଏହି ସବୁ ସ୍ଥାନ କେବେ ବି ଅପରିଷ୍କାର ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କର ଧନହାନି ହେବାର ମଧ୍ୟ ସମ୍ଭାବନା ରହିଥାଏ। ପଞ୍ଚମରେ, ଆମର ହିନ୍ଦୁ ଧର୍ମ ଅନୁସାରେ ଏହି ଦିନ ଆପଣ ସୁନା କିଣିବା ଶୁଭ ହୋଇଥାଏ। ମାତ୍ର ଏହି ଦିନ ଆପଣ ବାସନ କୁସନ କିଣନ୍ତୁ ନାହିଁ। ମାନ୍ୟତା ରହିଛି କି ପ୍ଲାଷ୍ଟିକ, ଷ୍ଟିଲ ଏହି ସବୁ ବାସନ ଉପରେ ରାହୁଙ୍କର ପ୍ରଭାବ ରହିଥାଏ। ତେଣୁ ଆପଣ ଯଦି ଏହି ଦିନ ପ୍ଲାଷ୍ଟିକ, ଷ୍ଟିଲ ଏସବୁର ବାସନ କିଣନ୍ତି ତେବେ ଆପଣଙ୍କ ଗୃହକୁ ଦାରିଦ୍ର୍ୟତାର ଆଗମନ ହୋଇଥାଏ। ତେଣୁ ଏହି ସବୁ ବାସନ କିଣିବାରୁ ଆପଣ ଅକ୍ଷୟ ତୃତୀୟା ଦିନରେ ବଞ୍ଚିତ ରହିବା ଉଚିତ। ଷଷ୍ଠରେ, ଆପଣ ଏହି ଅକ୍ଷୟ ତୃତୀୟା ଦିନ କାହାଠାରୁ ଧନ ଉଦ୍ଧାର ନିଅନ୍ତୁ ନାହିଁ
କିମ୍ବା କାହାକୁ ଧନ ଉଦ୍ଧାରରେ ଦିଅନ୍ତୁ ନାହିଁ। ଏହି ଦିନ ଧନ ଉଦ୍ଧାରରେ ଦେବା ଦ୍ୱାରା କିମ୍ବା ଉଦ୍ଧାରରେ ନେବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କୁ ଅନେକ ଗୁଡ଼ିଏ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଉ ଗୋଟିଏ କଥା ବହୁତ କମ୍ ଲୋକ ଜାଣିଥିବେ ଯେ ବନ୍ଧୁମାନେ, ଅକ୍ଷୟ ତୃତୀୟା ଦିନ ଆପଣ କେବେ ବି କୌଣସି ନୂତନ ଗଛ ଲଗାନ୍ତୁ ନାହିଁ। ଏହି ଦିନ ଗଛ ଲଗାଇବା ମଧ୍ୟ ଅଶୁଭ ହୋଇଥାଏ। ଏହା ବ୍ୟତୀତ ଆହୁରି ଅନ୍ୟ ଗୁଡ଼ିଏ ଜିନିଷ ଅଛି ଯେଉଁଥିରୁ ମଧ୍ୟ ଆପଣମାନେ ବଞ୍ଚିତ ରହିବା ଉଚିତ। ଅକ୍ଷୟ ତୃତୀୟାର ପବିତ୍ର ଦିବସରେ ଆପଣ ଘରର କୌଣସି ବି ସ୍ଥାନ ଅନ୍ଧାର ରଖନ୍ତୁ ନାହିଁ। ଏହି ଦିନ ଘରର ପ୍ରତ୍ୟେକ ସ୍ଥାନ ଆପଣ ଆଲୋକିତ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଘରେ ଦୀପ ପ୍ରଜ୍ୱଳନ କରନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭମୟ ହୋଇଥାଏ। ଯଦି ଅକ୍ଷୟ ତୃତୀୟା ଦିନରେ ଆପଣ ଘରର କୌଣସି ବି ସ୍ଥାନ ଅନ୍ଧାର ରଖନ୍ତି ତେବେ ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି। ମାନ୍ୟତା ରହିଛି ଯେ ଅକ୍ଷୟ ତୃତୀୟା ଦିନ ଆପଣ ଯଦି ନିଜର ମୁଖ୍ୟ ଦ୍ୱାରରେ 2ଟି ଦୀପ, ମା ତୁଳସୀଙ୍କ ନିକଟରେ ଗୋଟିଏ ଦୀପ ଏବଂ ମା ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ ଦୀପ ପ୍ରଜ୍ୱଳନ କରନ୍ତି ତେବେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଅକ୍ଷୟ ତୃତୀୟା ଦିନରେ ଯଦି ଆପଣଙ୍କୁ କୌଣସି ଭିକ୍ଷୁକ ଆସି ଭିକ୍ଷା ମାଗନ୍ତି କିମ୍ବା କୌଣସି ଦୁଃଖୀ ରଙ୍କି ବ୍ୟକ୍ତି କୌଣସି ଜିନିଷ ମାଗନ୍ତି ତେବେ ତାଙ୍କୁ କେବେ ବି ମନା କରିବେ ନାହିଁ। କିମ୍ବା କୌଣସି ଅସହାୟ ବ୍ୟକ୍ତି ଯଦି ଆପଣଙ୍କୁ କୌଣସି ପ୍ରକାରର ସାହାଯ୍ୟ ମାଗନ୍ତି ତେବେ ତାଙ୍କୁ ମଧ୍ୟ ମନା କରିବେ ନାହିଁ। ଏପରି ଯଦି ଆପଣ ଦୁଃଖୀ ଦରିଦ୍ର ବ୍ୟକ୍ତିମାନଙ୍କୁ ଏହି ଦିନ ସାହାଯ୍ୟ କରନ୍ତି, ଦାନ ଧର୍ମ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କୁ ଅକ୍ଷୟ ପୁଣ୍ୟ ଫଳର ପ୍ରାପ୍ତି ହୋଇଥାଏ, ଯାହା ଫଳରେ ଆପଣଙ୍କୁ ସମସ୍ତ ଦେବାଦେବୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ଏବଂ ସାରା ଜୀବନ ପାଇଁ ଏହା ଆପଣଙ୍କର କାର୍ଯ୍ୟରେ ଆସିଥାଏ। ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା, ଦୁଃଖ, କଷ୍ଟ ଦୂର ହୋଇଯାଇଥାଏ। ଯଦି ଏହି ଦିନ ଆପଣଙ୍କୁ କେହି ସାହାଯ୍ୟ ମାଗୁଛି ତେବେ ଆପଣ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ, କାରଣ ଆପଣଙ୍କ ପାଇଁ ଏହା ପୁଣ୍ୟ ଅର୍ଜନ କରିବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ। ତେବେ ବନ୍ଧୁମାନେ, ମୋର ଏହି ଭିଡିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତିର ସହିତ ଜୟ ଶ୍ରୀ ବିଷ୍ଣୁ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।